नमस्कार जगन्नाथ आए दरखास्त करिवे पूरण स्वाक्षर जगन्नाथ आए मंजूर कर हे कला से दिन पिता न खचित जुबा मणिर तरुणीरकु विधान खचित मंडूल रत्न मंडप उपरे गेरुआ विराजमान करिथिबा ए युवकटी किए रे किए ए युवक बसी कांदुची चुप तू कोन भाबिछु ज्ञानी मानक आडकु मु अंगुली निर्देश करी कहूची नाय विधान खचित मंजुल रत्न मंडप मूर्ति पूजा होची काहंकर ना विधातांकर विश्व सृजा ब्रह्मांकर ब्रह्मा को मूर्ति पाद तले मालो गोटे युवक कांदी की आखिरु धार धार लोतक गड़ौछ केमिति डाकुचंदी गीत लोक स्वरू गोटे पद मो विषयर प्रारंभ वितान खचित मंजुल रत्न मंडप उपरे ब्रह्मा कर विग्रह से विग्रह तले जने दिव्य युवक आजानुलंबित भुज बलिष्ठ स्वास्थ्य बस डाकुछ कला भारती कृति मेधादाय कहे भारती कृति श्रुति गाय कहे श्रुति गाय ये तोरा तोरा रात विश्व देहि जय जय वेद पते अनेक दिन हला ये युवक जनक विश्व सृजा अब्जोजनी ब्रह्मा को पाद तले मुंड पिटी कांदुचंती किछि दिन बीती गला पर ब्रह्मांकर अंतर तरळी गला से मराल वाहन आरोहण करी से युवक निकट रे पहुंचिले सहसा संभावी स्वयंभू संधासिले सादरे सादरे दिले प्रणाम जुबामणि मदरे सार माने जतबेले वेदपति ब्रह्मा आविर्भाव होइचंती सेतिकी बेले युवक जनक वेदपति ब्रह्मा को प्रणाम करूछ ब्रह्मा डाकिले बाबू तुमर ये क्लिष्ट साधना कुछर साधना ये घोर तपस्या मते आज खुशी करे देइछ कल्याणकारी भंतु नारायण सर्वरिष्ठ खन्न करंतु विद्या बुद्धि भोगोल आनंद कबार कई जने मौसा गीत गाइला बेले पैसा दे दे गले कोन ताको नातुनी ना कहउतले से मनरु गला रे आज्ञा विदिशा आपण को ना होची लिंगराज हैं हौ लिंगराज मौसांकर पौत्री पौत्री कहिले नातुनी विदिशांकर से महावीर बजरंगी आंजनेय पवन नंदन भगवान मर्यादा पुरुषोत्तम राम मंगल विधान करंतु बोल आनंद देखबा हरि बोल कहले रे बाबू कौन पाई तुमे एते तपस्या करूछ मते डाकुछ मो आस्थान कंपेई देलो कौन पाई प्रभु
ଯୁବକ ଜଣକ କହୁଛି ଲେଖିବେ ଗଙ୍ଗାଧର ମେହେର। ଆଜ୍ଞା ଆଜି ଯେତିକି ସମୟ ମୁଁ ପାଲା ଗାଇବି ଆଜ୍ଞା ମୁଁ ଗର୍ବ କରି କହୁନି, ଆପଣ ମାନେ ସାହିତ୍ୟିକ, ଆପଣ ମାନେ ଜ୍ଞାନୀ, ଦେଖନ୍ତୁ କେତେ କବି ଆସିବେ। ଖାଲି କାବ୍ୟ ଅଳଙ୍କାର କାବ୍ୟରେ ଇଏ ସେଟିଂ କରାଯାଇଛି। ଆଉ ଯୋଉ ଯାଏ ଯିବ ସେଇଠୁ ତୁମର ସାମର୍ଥ୍ୟ ଥିଲେ ତୁମେ ଧରିବ, ସେଥିରେ କିଛି କହିବାର ନାହିଁ। ସବୁ ଗାୟକ ସବୁ ଜାଣିଛନ୍ତି ବୋଲି ଏମିତି କିଛି ମାନେ ନାହିଁ। କଲା ରାଜ ଦମ୍ପତି ବସି ଗଙ୍ଗାଧର ମେହେର ପ୍ରୀତି ନାମ୍ଭେ ବିହାର କରୁଥିଲୁ ଶୋକ ଯୁବକ ଜଣକ କହିଲେ, ହେ ବେଦପତି, ଆପଣ ହଉଛନ୍ତି ଆମର ଇଷ୍ଟ। ମୁଁ ଅନେକ ଦିନ ହେଲା ବିବାହ କଲେଣି। ମୁଁ ଏବଂ ମୋର ଦମ୍ପତି ପ୍ରୀତି ନା ପରେ ଏ ପୁଅ ଆନନ୍ଦ ମନରେ ପରିବାରରେ ଚଳିଲା ବେଳେ ମା ଲୋକେ ଜାଣିଥିଲା ତାଙ୍କ ଲଲାଟେ ବି ଅସୀମ ଦୁଃଖ ଲିପି ରଖିଥିଲି। କୁହନ୍ତୁ ବେଦପତି, ଏଇଠାରୁ କଣ ମୋ ସୂର୍ଯ୍ୟ ବଂଶ ବୁଡିଯିବ? ମୁଁ କଣ ପୁଅର ଠାରୁ ବାପା ଡାକ ଶୁଣି ପାରିବିନି? ଏଇଥିପାଇଁ ମୁଁ ନିବେଦନ କରୁଛି, ଅପୁତ୍ରିକ ଭାବେ ଆଉ କେତେ ଦିନ କାଳ କାଟିବି? ମୋ ପରେ ମୋ ବଂଶଧର ମାନେ କଣ ପାଣି ମୁନ୍ଦିଆ ପାଇବେନି? କାନ୍ଦି କାନ୍ଦି ଯୁବକ ଜଣକ ଯେତେବେଳେ ବ୍ରହ୍ମାଙ୍କ ପାଦ ତଳେ ନିବେଦନ କରିଛି, କହିଲୁ ମା, 3 ପୁଅ ହେଇଥିବେ, ଯଦି ସାନ ବୋହୁର 10 ବର୍ଷ ବିତିଯିବ, ପୁଅ ଝିଅ ନଥବ, ଶାଶୁ ବୁଢୀ ଆଖିରୁ ଲୁହ ଗଡେଇ ଦଉଥିବ, କେତେ ଶ୍ରଦ୍ଧା କରିଥବ ସାନ ପୁଅକୁ। ଭଗବାନ ମୋ ପୁଅକୁ ବକଟେ ଦେଲାନି। ଯେତେ ଭଲ ଘରୁ ବୋହୁ ଆସିଥାଉ, ଯେତେ ଜାନି ଯୌତୁକ ଆଣିଥାଉ, ମା ପୁଅଟିଏ କି ଝିଅଟିଏ ଯଦି ଜନ୍ମ ନଦେଲା, ସେଇ ଶାଶୁ ବୁଢୀ କହିବ ଅଲକ୍ଷଣୀ ମୋ ବଂଶ ବୁଡେଇ ଦେଲା। ନାଇଁ ମା, ସେଇଠି ଠିକ ନୁହଁ। କିନ୍ତୁ ଅନ୍ଧବିଶ୍ୱାସରେ ଆମେ ମାନେ ସମସ୍ତେ ଅନ୍ଧ ହେଇ ବନ୍ଧ୍ୟା ନାରୀ କି ଘୃଣା କରିଥାଏ। ମୁଁ ବାରମ୍ବାର ସବୁ ଜାଗାରେ କହିଛି, ଯୋଉ ଲକ୍ଷ୍ମୀ ପାର୍ବତୀଙ୍କର ପୁଅ ଝିଅ ନାହିଁ ଆମେ ତାଙ୍କୁ ପୂଜୁଛେ, ଯଦି ପରିବାରରେ ଗୋଟେ କୌଣସି ନାରୀର ପୁଅ ଝିଅ ନାହିଁ ଆପଣ ତାକୁ ଘୃଣା କରିବେ? ନାଇଁ ମା, ଆମେ ମାନେ ଯେମିତି ଲକ୍ଷ୍ମୀ ପାର୍ବତୀ କି ସମସ୍ତେ ମା ଡାକୁଛେ, ମୁଁ ହାତ ଯୋଡୁଛି, ନିବେଦନ କରୁଛି, ପୁଅ ଝିଅ ଜନ୍ମ ଦେଇ ନଥିବା ମାକୁ ଆମେ ବନ୍ଧ୍ୟା କହି ସମାଲୋଚନା କରିବା ବ୍ୟତିରେକେ ସମସ୍ତେ ମା ଡାକିବା। କିନ୍ତୁ ସେତେବେଳେ ମା ମନ ବୁଝେ ନା। ରାଜା ଆଜି କାନ୍ଦି କାନ୍ଦି ନିବେଦନ କଲା ବେଳେ ବ୍ରହ୍ମା କହିଲେ, ଶୁଣନ୍ତୁ ରାଜା, ତୁମ ପ୍ରଭାକର କୂଳ ପ୍ରଭାନ ଲିଭିବ, ତୁମ ପ୍ରଭାକର ଆଏ ଚିର কুড় গুরু হে পশু লাভ ଆଉ ସକଳ ସନ୍ତାପ ବ୍ରହ୍ମା କହିଲେ, ତୁମେ ଚିନ୍ତା କର ନା ରାଜା। ପ୍ରଭାକର କୂଳ କହିଲେ ସୂର୍ଯ୍ୟ ବଂଶ କେବେ ବୁଡିଯିବନି। ମୁଁ ତୁମକୁ ଗୋଟେ ଆଜି ପରାମର୍ଶ ଦଉଛି, ତୁମ ସୂର୍ଯ୍ୟ ବଂଶର କୂଳ ପୁରୋହିତ ହଉଛନ୍ତି ମୋ ପୁଅ ବଶିଷ୍ଠ। ତୁମେ କୂଳ ଗୁରୁ ବଶିଷ୍ଠଙ୍କର ପରାମର୍ଶ ନେଲେ ସେ ତୁମର ବଂଶ ରକ୍ଷାର ଉପାୟ ବତେଇ ଦେବେ। କ୍ଷମା କରିବେ ଆଜ୍ଞା, ଯଦି ଏ ଯୁବକ ଜଣକ ବ୍ରହ୍ମାଙ୍କ ନିକଟରେ ପ୍ରାର୍ଥନା କଲା ପରେ ବ୍ରହ୍ମା କହିଲେ ତୁମେ ବଶିଷ୍ଠଙ୍କ ପରାମର୍ଶ ନେଲେ ତୁମ ବଂଶ ରକ୍ଷା ହବ, ସେ ଯୁବକ କିଏ, ତାଙ୍କ ପରିଚୟ କଣ? ଗୋଟିଏ ପଦ ସ୍ୱଳ୍ପ ଗାଉଛି ରଘୁବଂଶ ମହାକାବ୍ୟ କବି ହେଲେ କାଳିଦାସ। କହିଲା ତଦନ୍ୟ ସୁଧିମତି ପ୍ରସୂତ ସୁଧିମତର
দিল্লী পৈতি রাজেন্দু হিন্দু ক্ষীর নিধা দিব গেরুয়ারে ক্ষীর সাগরর চন্দ্রমা যেমিতি সৃষ্টি হুଅନ୍ତି ଆଉ ଚନ୍ଦ୍ର ଯେତେ ବଢନ୍ତି ସମୁଦ୍ର ସେତେ ଉଲ୍ଲସିତ ହୁଏ କଲ୍ଲୋଳିତ ହୁଏ କୁଳାଲଙ୍ଘେ ସେମିତି ଅଯୋଧ୍ୟା ରୂପକ କ୍ଷୀର ସାଗରରୁ ଚନ୍ଦ୍ର ତୁଲ୍ୟ ଇଏ ରାଜା ଦିଲ୍ଲୀପ ଜନ୍ମ ଗ୍ରହଣ କରିଥିଲେ କି ଯେହେତୁ ଏ ପାଲା ଖୋର୍ଦ୍ଧା ଜିଲ୍ଲା ମୁଁ ଗର୍ବ କରି କହୁନି 29 ବର୍ଷ ଊର୍ଦ୍ଧ୍ୱ ଅଧ୍ୟବସାୟରେ ମୁଁ ଯଦି ଖାଲି ରାଜାଙ୍କର କୀର୍ତ୍ତି ବର୍ଣ୍ଣନା କରିବି ମୋ ପାଳି ପାଇଯିବି ତଥାପି ଯେହେତୁ ଏ ଜଣେ ଯୋଗ୍ୟ ରାଜା ଇଏ ରାଜାଙ୍କୁ ଆଶୀର୍ବାଦ କରିଛନ୍ତି ବ୍ରହ୍ମା ଇଏ ରାଜାଙ୍କର କୀର୍ତ୍ତି ଯଶ ବେଶୀ ନାହିଁ ପୁଞ୍ଜେ ଶୋଳକ ଆଣିବା ମାତ୍ର ପୁଞ୍ଜେ ଗୋଟିଏ ଶ୍ଲୋକ ମୁଁ ଆପଣମାନଙ୍କ ଆଗରେ ଶୁଣେଇଲି ରଘୁବଂଶର ଆସିବେ ନୈଷଧ୍ୟମ ଚରିତ କବି ହେଲେ କିଏ ନା ଶ୍ରୀହର୍ଷ ଇଏ ରାଜାଙ୍କର କୀର୍ତ୍ତି କେମିତି ଗେଡୁଆ ଇଏ ରାଜାଙ୍କର ଏତେ ଜ୍ୟୋତି ଏତେ ଦୀପ୍ତି ଏତେ ଖ୍ୟାତି ରାଜାଙ୍କ ପାଖରେ ସୂର୍ଯ୍ୟ ଚନ୍ଦ୍ର ହାର ମାନିଛନ୍ତି କେମିତି ଗୋଟେ ଶ୍ଲୋକ ଗାଉଛି ଶୁଣୁ ତ ପାଟିରେ ପଶିବନି ମୂର୍ଖ କହିଲା ତଦ୍ୱତ ଶସ୍ତା ଶସ୍ତା ବିମଉ କ୍ଷତି ଚିତେ କୁରୁତେ ତଥା ତଥା ଦିନତେ ଭାନ ପରିବେଶ କଇତ ତଥା ବିଦ୍ଧେ କୁଣ୍ଡଳ ନାଂ ବିଦ୍ଧୋତି କହୁଥିଲୁ ବୀର ତୁ କହିଲୁ ତଦ୍ୱତ ଶସ୍ତା ସ୍ଥିତା ବିମଉ ଚେଷ୍ଟା କର ତଦ୍ୱତ ଶସ୍ତା ସ୍ଥିତା ବିମଉ ସୂର୍ଯ୍ୟ ପଣ୍ଡିତ ଦେଖିବା ପାଇଁ ଗୋଲ କେମିତି କବି ଲେଖିଛନ୍ତି ପିଲାମାନେ ଶୁଣ ଚନ୍ଦ୍ର ଦେଖିବା ପାଇଁ ଗୋଲ ଆମେ ମାନେ ଯେତେବେଳେ ପାଠ ପଢେ ପରୀକ୍ଷା ଦିଏ